ଓଡ଼ିଆ ସାହିତ୍ୟର ଏହି ସୁନ୍ଦର ଆସରକୁ ଆପଣମାନଙ୍କୁ ସ୍ୱାଗତ। କବିତାର ଶୀର୍ଷକ ଜୀବନ। ଗର୍ଭସ୍ଥ ଶିଶୁର ଦୁଃଖ ବୋଲି କିଛି ନାହିଁ। ଭୂମିଷ୍ଠ ହେବା ପରେ ବଢ଼ି ଚାଲେ ତା ଦୁଃଖ। ସେଇ ଅଜ୍ଞାତ ଯନ୍ତ୍ରଣା ଯାହା ସେ ପାଇ ମଧ୍ୟ ଜାଣିପାରି ନଥାଏ। ମାତ୍ର ଧୀରେ ଧୀରେ ପାଦ ବଢ଼ାଏ ଆଗକୁ। ତଥାପି ସେ ବୁଝିପାରେ ନାହିଁ ଜୀବନ କ'ଣ। ଜୀବନ କ'ଣ କେବଳ ପରିଶ୍ରମ ଏବଂ କ୍ଳାନ୍ତି? ନା ସେ ଯନ୍ତ୍ରଣା ଏବଂ ଆନନ୍ଦର ସମ୍ମିଶ୍ରିତ ସ୍ରୋତ? ଜୀବନ କ'ଣ ପେଟ ଚାଖଣ୍ଡକ ପାଇଁ ଅକ୍ଳାନ୍ତ ପରିଶ୍ରମ? ନା ପରସ୍ପରକୁ ଭଲ ପାଇବାର ଏକ ବର୍ଣ୍ଣିଳ ଇନ୍ଦ୍ରଜାଲ? ଏସବୁର ଊର୍ଦ୍ଧ୍ୱରେ ଜୀବନ ହେଉଛି ମୃତ୍ୟୁ ରୂପକ ସତ୍ୟର ସନ୍ନିକଟ ହେବା ନିମିତ୍ତ ଏକ ଉପଭୋଗ୍ୟ ପଥ। ପ୍ରତି ମୁହୂର୍ତ୍ତରେ ମଣିଷ ମୃତ୍ୟୁ ନିକଟକୁ ପାଦ ବଢ଼ାଏ। ସେ ଗୋଟେ ପଟେ ଖୁସି ହୁଏ ଯନ୍ତ୍ରଣା ଜର୍ଜରିତ ଜୀବନର ମୁକ୍ତି ହେତୁ, ଅନ୍ୟପଟେ ସେ ଶୋକାକୁଳ ହୁଏ ପ୍ରିୟଜନ ପାଇଁ। ଏଇ ତ ଜୀବନ। ମଣିଷ ଭାବେ ଯେ ଏହା ସୌଭାଗ୍ୟର ପ୍ରାପ୍ତି, ମାତ୍ର ପ୍ରକୃତରେ ଏହା ତିଳ ତିଳ ଜଳିବାର ମାଧ୍ୟମ, ଯାହା ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଦିଏ। ଏହା ଏଭଳି ଏକ ବିଷ ଯାହାକୁ ଆଖି ବୁଜି ପିଇଯିବାରେ ହିଁ ଆନନ୍ଦ, ଶାନ୍ତି ଆଉ ପ୍ରାପ୍ତି।